ଜିତିଲା ପରେ କାହା ସ୍ୱାର୍ଥରେ କାମ କରିବେ? ସିଏ କଂଗ୍ରେସର କଥା ଯାଇକି ରାଜ୍ୟସଭାରେ ଉଠେଇବେ ନା ବିଜେଡିର କଥା ଉଠେଇବେ? ଦି ଜଣଙ୍କର ତ କଥା ଅଲଗା ଅଲଗା ଅଛି। ସେମାନେ କହୁଛନ୍ତି କେବଳ ଜିତିବା ପାଇଁ ଆମେ ମିଶିଛେ, ଜିତି ସାରିଲା ପରେ ସେ କାହା ପାଇଁ କାମ କରିବେ ସେଟା ସିଏ ବର୍ତ୍ତମାନ କହିପାରିବେ କି? ଏ ବାବଦରେ ମୋ ପାଖରେ ସଠିକ ଖବର ନାହିଁ। ଆପଣ ମତେ ଦଳର ଦିଟା ଜିନିଷ, ଗୋଟେ ହଉଛି ସରକାର ଆଉ ଗୋଟେ ହଉଛି ସଂଗଠନ। ସରକାର ବିଷୟରେ ଯାହା କହିବେ ମତେ ପଚାରିବେ, ମୁଁ ସରକାର ବିଷୟରେ ସମସ୍ତ ତଥ୍ୟ ଦେଇପାରିବି। ସଂଗଠନ ଯେହେତୁ ସଂଗଠନ ଆମର ରାଜ୍ୟ ନେତୃତ୍ୱ ଦେଖୁଛନ୍ତି, ତେଣୁ ସେମାନେ ଦଳର ହିତ ପାଇଁ ଯାହା ବି ଯେତେବେଳେ ନିଷ୍ପତ୍ତି ନେଉଛନ୍ତି ସେ ସଠିକ ନିଷ୍ପତ୍ତି ନେଉଛନ୍ତି ଆଉ ନେବେ ମଧ୍ୟ। ଦଳ କି ପ୍ରକାର ଭାବରେ ଆଗକୁ ସାରା ଓଡ଼ିଶାରେ ଡେଭଲପମେଣ୍ଟ ପାଇଁ ପ୍ରଗତି ପାଇଁ କି ପ୍ରକାର ଭାବରେ କାମ କରିବ ଏବଂ ଦଳର କି ପ୍ରକାର ଭାବରେ ପଞ୍ଚାୟତ ନିର୍ବାଚନରେ କି ପ୍ରକାର ଭାବରେ ଭଲ ଫଳ କରିବ, ସେଥିପାଇଁ ସେମାନେ ନିଷ୍ପତ୍ତି ନେଉଛନ୍ତି। ଏ ବାବଦରେ ମୋ ପାଖରେ ବିଧିବଦ୍ଧ କିଛି ଖବର ନାହିଁ, କିନ୍ତୁ ମୁଁ ଯାହା ଆପଣମାନଙ୍କ ମିଡିଆ ମାଧ୍ୟମରେ ଶୁଣିଛି ଯେ ସେ ଗତକାଲି ଇସ୍ତଫା ଦେଇଛନ୍ତି, ଆଜି ମିଶୁଛନ୍ତି ଖବର ପାଇ। ଦେଖନ୍ତୁ, ଗୋଟେ ସମୟରେ ଆଜି ଯେତେବେଳେ ଆପଣ ଦେଖୁଛନ୍ତି ଭାରତୀୟ ଜନତା ପାର୍ଟିର ସରକାର ଦେଖୁଛନ୍ତି, ଏଥିରେ ପାଖାପାଖି 20ରୁ ଉର୍ଦ୍ଧ୍ୱ ନେତୃମଣ୍ଡଳୀ ଯେମାନେ ଅନ୍ୟ ଦଳରୁ ଆସିକିରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇକିରି ଜିତିକିରି ସରକାରକୁ ଚଳାଉଛନ୍ତି। ତେଣୁ ଯେତେ ଦଳ ବଳିଷ୍ଠ ହବ ସେତେ ନିଶ୍ଚିତ ଭାବରେ ସରକାର ସେତେ ଶକ୍ତିଶାଳୀ ହବ, ସେତେ ଆଗକୁ ପଞ୍ଚାୟତ ନିର୍ବାଚନରେ ରାଜନାଥ କରିବ। ଏବଂ ଏଥିରେ ଆପଣ ଯୋଉ ରାଜ୍ୟସଭାରେ ମୁଁ ତ 2-3 ଦିନ ଆଗରୁ କହିଛି, ସେତେବେଳେ ତ ମୁଁ ଆପଣ ମତେ କିଛି କହିନଥିଲେ କିଏ ମିଶିବ ନ ମିଶିବ ବୋଲି। ତେଣୁ ମୁଁ କହିଛି ଯେ 3ଟି ଯାକ ରାଜ୍ୟସଭା ସିଟ୍ ଭାରତୀୟ ଜନତା ପାର୍ଟି ଜିତିବ। ସଂଖ୍ୟା ନାହିଁ ବୋଲି କେମିତି ଜାଣିଲେ? 22 ହଉଛି ବିଜେପିର, ସେ ତ ନିର୍ଦଳୀୟ ଛିଡା ହେଇଛନ୍ତି ନା, ନିର୍ଦଳୀୟକୁ କେହି ବି ଭୋଟ ଦେଇପାରେ। ସେ ଯେନ ନିର୍ଦଳୀୟ ଛିଡା ହେଇଛନ୍ତି, ତାଙ୍କର ଜଣେ ନିର୍ଦଳୀୟ ଠିଆ ହେଇଛନ୍ତି। ମତେ କୁହନ୍ତୁ, ଆପଣଙ୍କ ପ୍ରଶ୍ନକୁ ମୁଁ ଜଷ୍ଟ ଟିକେ ଟ୍ୱିଷ୍ଟ କରି ପଚାରୁଛି ଯେ ତାଙ୍କର ଯୋଉ ଦ୍ୱିତୀୟ କ୍ୟାଣ୍ଡିଡେଟ ଯିଏ ହେଇଛନ୍ତି, ସିଏ ଜିତିଲା ପରେ କାହା ସ୍ୱାର୍ଥରେ କାମ କରିବେ? ସିଏ କଂଗ୍ରେସର କଥା ଯାଇକି ରାଜ୍ୟସଭାରେ ଉଠେଇବେ ନା ବିଜେଡିର କଥା ଉଠେଇବେ? ଦି ଜଣଙ୍କର ତ କଥା ଅଲଗା ଅଲଗା ଅଛି। ସେମାନେ କହୁଛନ୍ତି କେବଳ ଜିତିବା ପାଇଁ ଆମେ ମିଶିଛେ, ଜିତି ସାରିଲା ପରେ ସେ କାହା ପାଇଁ କାମ କରିବେ ସେଟା ସିଏ ବର୍ତ୍ତମାନ କହିପାରିବେ କି ଯେ ମୁଁ ଜିତି ସାରିଲା ପରେ କଂଗ୍ରେସ ପାଇଁ କାମ କରିବି ନା ବିଜେଡି ପାଇଁ କାମ କରିବି ନା ଦି ଜଣ ପାଇଁ କାମ କରିବି, କହିପାରିବେ କି? ତେଣୁ ଯୋଉ ଆଇଡିଓଲୋଜିରେ ରହିଛନ୍ତି ସେଇ ଆଇଡିଓଲୋଜିର ଲୋକମାନେ ହିଁ ତାଙ୍କୁ ସପୋର୍ଟ କରିବେ। ତେଣୁ ସିଏ ଛିଡା ହେଇଛନ୍ତି ବିଜେଡିର କ୍ୟାଣ୍ଡିଡେଟ, ତାଙ୍କୁ କଂଗ୍ରେସ ସମର୍ଥନ କରିବ। ସବୁ କଂଗ୍ରେସ ସମର୍ଥନ କରିଲେ କଣ ବାଧ୍ୟ କି ସବୁ ବିଜେଡିର ଏମଏଲଏ ମାନେ କଣ ସମର୍ଥନ କଲେ ବାଧ୍ୟ? ଦଳରୁ ଯାହାକୁ କ୍ୟାଣ୍ଡିଡେଟ କରାଯାଇଛି ତାକୁ ସମସ୍ତେ କରିବା ପାଇଁ ବାଧ୍ୟ। ଇଏ ଯାହାକୁ ନିର୍ଦଳୀୟ ଯିଏ ଅଛି ତାକୁ ସମସ୍ତେ ସମର୍ଥନ କରିବା ପାଇଁ ବାଧ୍ୟ।